ପଦରୁ 12 ପଦ ପର୍ଯ୍ୟନ୍ତ ଯଦି ପଢିବା ପାଇଁ ଡେରି ହବ ବୋଲି ଭାବୁଛନ୍ତି ତାହେଲେ ଗୋଟିଏ ଦିଟା ପଦ ଅନ୍ତତଃ ମାନେ ପଢିବା। 1 ରୁ ଅନ୍ତତଃ 7 ପଦ ପର୍ଯ୍ୟନ୍ତ ପଢନ୍ତୁ। ମାନେ ପାର ହେବା ଯାଏ ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ମୁଖରୁ ଜର୍ଦ୍ଦନ ଜଳ କି ରୂପେ ଶୁଷ୍କ କଲେ। ଏହା ଯେତେବେଳେ ଜର୍ଦ୍ଦନର ପଶ୍ଚିମ ପାରିସ୍ଥିତ ଇମୋରୀୟ ରାଜଗଣ ଓ ସମୁଦ୍ର ନିକଟସ୍ଥ କିଣାନୀୟ ରାଜଗଣ ଶୁଣିଲେ, ସେତେବେଳେ ସେମାନଙ୍କ ହୃଦୟ ତରଳି ଗଲା ଓ ଇସ୍ରାଏଲ ସନ୍ତାନମାନଙ୍କ ମୁଖ ସକାଶୁ ସେମାନଙ୍କ ଠାରେ ଆତ୍ମା ଆଉ ରହିଲା ନାହିଁ। ସେ ସମୟରେ ସଦାପ୍ରଭୁ ଜିୟୋଶୁଆଙ୍କୁ କହିଲେ, ତୁମ୍ଭେ ଶିଳାର ଛୁରୀମାନ ନିର୍ମାଣ କରି ପୁନର୍ବାର ଦ୍ୱିତୀୟ ଥର ଇସ୍ରାଏଲ ସନ୍ତାନମାନଙ୍କୁ ସୁନ୍ନତ କର। ଏଥିରେ ଜିୟୋଶୁଆ ଶିଳା ଛୁରୀମାନ ନିର୍ମାଣ କରି ତୁକ୍ ପର୍ବତ ନିକଟରେ ଇସ୍ରାଏଲ ସନ୍ତାନଗଣ ସୁନ୍ନତ କରାଇଲେ। ପୁଣି ଜିୟୋଶୁଆ ସୁନ୍ନତ କରାଇବାର କାରଣ ଏହି, ମିସ୍ରରୁ ବାହାରି ଆସିବା ସମସ୍ତ ଲୋକ ମଧ୍ୟରେ ଯେତେ ପୁରୁଷ ଥିଲେ, ଯୋଦ୍ଧା ମନୁଷ୍ୟ ସମସ୍ତେ ମିସ୍ରରୁ ବାହାରି ଆସିଲା ଉତ୍ତାରେ ପ୍ରାନ୍ତର ମଧ୍ୟରେ ବାଟରେ ମଲେ। ଆହୁରି ଆସିଥିବା ସମସ୍ତ ଲୋକ ସୁନ୍ନତ ହୋଇଥିଲେ। ମାତ୍ର ମିସ୍ରରୁ ବାହାରି ଆସୁ ଆସୁ ଯେତେ ଲୋକ ବାଟରେ ପ୍ରାନ୍ତର ମଧ୍ୟରେ ଜନ୍ମିଥିଲେ, ସେମାନଙ୍କର ସୁନ୍ନତ ହୋଇ ନଥିଲା। ମିସ୍ରରୁ ନିର୍ଗତ ସମସ୍ତ ଗୋଷ୍ଠୀୟ ଲୋକ ଯୋଦ୍ଧା ମନୁଷ୍ୟମାନେ ସଦାପ୍ରଭୁଙ୍କ ରବ ନ ଶୁଣିବା ସକାଶୁ ସେ ସମସ୍ତଙ୍କ ସଂହାର ପର୍ଯ୍ୟନ୍ତ ଇସ୍ରାଏଲ ସନ୍ତାନଗଣ 40 ବର୍ଷ ପ୍ରାନ୍ତରେ ଭ୍ରମଣ କଲେ। କାରଣ ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁ ଦେଶ ଦେବା ବିଷୟରେ ସେମାନଙ୍କ ପୂର୍ବପୁରୁଷ ନିକଟରେ ଶପଥ କରିଥିଲେ, ସଦାପ୍ରଭୁ ସେମାନଙ୍କୁ ସେହି ଦୁଗ୍ଧମଧୁ ପ୍ରବାହୀ ଦେଶ ଦେଖିବାକୁ ଦେବେ ନାହିଁ ବୋଲି ଶପଥ କଲେ। ଏଣୁ ସେମାନଙ୍କ ପରିବର୍ତ୍ତରେ ସେମାନଙ୍କ ଯେଉଁ ସନ୍ତାନଗଣକୁ ସେ ଉଠାଇଲେ, ଜିୟୋଶୁଆ ସେମାନଙ୍କର ସୁନ୍ନତ କରାଇଲେ। ସେମାନେ ଅସୁନ୍ନତ ଥିଲେ, ଯେହେତୁ ପଥ ମଧ୍ୟରେ ସେମାନଙ୍କର ସୁନ୍ନତ କରାଯାଇ ନଥିଲା। ସେହି ସମସ୍ତ ଗୋଷ୍ଠୀୟ ଲୋକଙ୍କ ସୁନ୍ନତ କାର୍ଯ୍ୟ ସମାପ୍ତ ହେଲା ଉତ୍ତାରେ ସେମାନେ ଛାଉଣି ମଧ୍ୟରେ ଆପଣା ଆପଣା ସ୍ଥାନରେ ସତେଜ ହେବା ପର୍ଯ୍ୟନ୍ତ ରହିଲେ। ଏ ଉତ୍ତାରେ ସଦାପ୍ରଭୁ ଜିୟୋଶୁଆଙ୍କୁ କହିଲେ, ଆଜି ଆମ୍ଭେ ତୁମମାନଙ୍କ ଠାରୁ ମିସ୍ରର ଦୁର୍ନାମ ଘୁଞ୍ଚାଇଲୁ, ଯେହେତୁ ଆଜି ଯାଇ ସେହି ସ୍ଥାନର ନାମ ଗିଲଗଲ ଘୁଞ୍ଚିବାର ରହିଲା। ଇସ୍ରାଏଲ ସନ୍ତାନଗଣ ଗିଲଗଲରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ସେହି ମାସର ଚତୁର୍ଦ୍ଦଶ ଦିନ ସନ୍ଧ୍ୟା ବେଳେ ଜିରିହ ପଦାରେ ନିସ୍ତାର ପର୍ବ ପାଳନ କଲେ। ଆଉ ନିସ୍ତାର ପର୍ବର ପରଦିନ ସେମାନେ ଦେଶର ପୁରାତନ ଶସ୍ୟ ଭୋଜନ କଲେ। ସେହି ଦିନ ତାଡ଼ିଶୂନ୍ୟ ରୋଟି ଓ ଭଜା ଶସ୍ୟ ଖାଇଲେ। ପୁଣି ଦେଶର ପୁରାତନ ଶସ୍ୟ ଭୋଜନ କରିବାର ପରଦିନ ମାନ୍ନା ନିବୃତ୍ତ ହେଲା। ତହୁ ଇସ୍ରାଏଲ ସନ୍ତାନଗଣ ଆଉ ମାନ୍ନା ପାଇଲେ ନାହିଁ। ମାତ୍ର ସେମାନେ ସେହି ବର୍ଷ କିଣାନ ଦେଶର ଫଳ ଭୋଜନ କଲେ। ପୁଣି ଜିୟୋଶୁଆ ଜିରିହ ନିକଟରେ ଧନ୍ୟବାଦ। ପ୍ରେଜ୍ ଦ ଲର୍ଡ। ପ୍ରଭୁ ତାଙ୍କରି ପଠିତ ବାକ୍ୟରେ ଶ୍ରବଣରେ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ମାନେ ପଦେ ପ୍ରାର୍ଥନା କରିବା। ମହାମହିମ ସ୍ୱର୍ଗସ୍ଥ ପିତା, ତୁମର ପବିତ୍ର ପ୍ରିୟ ନାମର ଧନ୍ୟବାଦ କରୁଅଛୁ। ତୁମର ପବିତ୍ର ଏବଂ ଜୀବନ୍ତ ଓ କାର୍ଯ୍ୟ ସାଧକ ବାକ୍ୟ ନିମନ୍ତେ ଆମେ ତୁମର ଗୁଣାନୁବାଦ କରୁଅଛୁ। ବାକ୍ୟକୁ ବୁଝିବୁ ଏବଂ ବାକ୍ୟାନୁସାରେ ଆମେ ଚାଲିବାର ଲୋକ ହେବୁ, ଏଥିପାଇଁ ତୁମେ କୃପା କର। ଏ ନୂତନ ବର୍ଷର ଯେତେବେଳେ ପ୍ରଭୁ ଏ ପ୍ରଥମ ସପ୍ତାହରେ ଆମେ ପଦାର୍ପଣ କରିଅଛୁ ଏବଂ ଆଗକୁ ବଢୁଅଛୁ, ଏ ଜୀବନ ଯାତ୍ରାରେ ତୁମେ ଆମମାନଙ୍କର ସଙ୍ଗୀ ପରମେଶ୍ୱର ହୋଇ ପ୍ରଭୁ ଏକ ଯୋଉ ଭବିଷ୍ୟତ ମାନେ ଜାଣୁନା, ଏ ପ୍ରକାର ଏକ ଭବିଷ୍ୟତର ଜୀବନକୁ, ଏ ପ୍ରକାର ଏକ ମସିହାକୁ ବା 2026 ସାଲକୁ ପ୍ରଭୁ କିଭଳି ଭାବରେ ଆମେ ଯାପନ କରିବୁ, କିଭଳି ଭାବରେ ଆମେ ଆଗକୁ ବଢିବୁ ପ୍ରଭୁ ଆମେ ଜାଣୁନା ଯେ ଆଗକୁ କଣ ହବ, କିନ୍ତୁ ଏତିକି ଜାଣୁ ଯେ ତୁମେ ଆମମାନଙ୍କର ହାତ ଧରି ଆମମାନଙ୍କୁ ଚଳେଇ ନବ, କଢେଇ ନବ, ଆମମାନଙ୍କର ସଙ୍ଗୀ ପରମେଶ୍ୱର ହୋଇ ଏ ବର୍ଷ ସାରା ତୁମେ ଆମମାନଙ୍କର ପ୍ରଭୁ ଜୀବନରେ ନୂତନ ନୂତନ କାର୍ଯ୍ୟ କରିବ। ଯୀଶୁଙ୍କ ପ୍ରିୟ ନାମରେ ମାଗୁଅଛୁ, ଆମେନ୍। ପ୍ରେଜ୍ ଦ ଲର୍ଡ। ପୁଣି ଥରେ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ ଏବଂ ନୂତନ ବର୍ଷର ଅଭିନନ୍ଦନ ଜ୍ଞାପନ କରି ଏଇ ଜିଓସିଓ ପୁସ୍ତକରୁ କିଛି କଥା ଆପଣମାନଙ୍କୁ କହିବା ପାଇଁ ଚାହେଁ। ଆମେ ସମସ୍ତେ ଜାଣୁ ଯେ ବାଇବେଲ ହଉଛି ଗୋଟେ ଇତିହାସ ପୁସ୍ତକ ଅଟେ ଏବଂ ଇତିହାସକୁ ଦୋହରେଇବା ଅନେକ ସମୟରେ ଆମମାନଙ୍କର କର୍ତ୍ତବ୍ୟ କର୍ମ ଅଟେ। ପୁରାତନ ନିୟମ ରେ ଆମେ ଜାଣୁ ଯେ ମୋଶାଙ୍କ ଦ୍ୱାରା ଏ ସମସ୍ତ ପୁସ୍ତକ ଲେଖା ଯାଇଅଛି। 5ଟି ପୁସ୍ତକ, ପ୍ରଥମ 5ଟି ପୁସ୍ତକ ମୋଶାଙ୍କ ଦ୍ୱାରା ଲିଖିତ। ଆଉ ମୋଶାଙ୍କର ନେତୃତ୍ୱ ପରେ
जिहोसियोंकु ए दायित्व दिया जाइथिला जे से किपरि ଲୋକମାନଙ୍କୁ କଣ କରିବେ ନା ପ୍ରସ୍ତୁତ କରିବେ କିଣାନ ଦେଶକୁ ଅଧିକାର କରିବା ପାଇଁ, ପୁଣି କିଣାନ ଦେଶରେ ପ୍ରବେଶ କରିବା ପାଇଁ। ତେବେ ଅନେକ ଘାତ ପ୍ରତିଘାତ ଭିତରେ ପୁଣି ଅନେକ ଚ୍ୟାଲେଞ୍ଜିଂ ସିଚୁଏସନ ଚୁନୌତି ଗୁଡାକ ମଧ୍ୟରେ ସେମାନଙ୍କୁ ଯିବାକୁ ପଡିଲା। ଯେ ପ୍ରକାର ଆମେ ବାକ୍ୟରେ ପଢିଲୁ, ମୁଁ 3ଟି କିମ୍ବା 4ଟି ସତ୍ୟତା ଏ ବାକ୍ୟରୁ ମୁଁ କହିବା ପାଇଁ ଚାହିଁବି। ଆଜି ସକାଳେ ପ୍ରଭୁ ଆମମାନଙ୍କୁ କହନ୍ତୁ। ତେବେ এই ଜିହୋସିଓ ପୁସ୍ତକରେ ଆମେ ଜାଣୁ ଯେ ସେମାନେ କିଭଳି ଭାବରେ ଶତ୍ରୁ ପକ୍ଷ ଉପରେ ବିଜୟ ଲାଭ କରିଥିଲେ ଏବଂ ପ୍ରତିଜ୍ଞାତ ଦେଶ ଯାହା କିଣାନ ତାକୁ ଅଧିକାର କରିବାକୁ ଓ ତାକୁ ଆପଣା ଆପଣା ମଧ୍ୟରେ ବଣ୍ଟନ କରିବାକୁ ସେମାନେ ଲାଗିଥିଲେ। ମୋଶାଙ୍କର ମୃତ୍ୟୁ ପରେ ଇସ୍ରାଏଲୀୟ ଗୋଷ୍ଠୀକୁ ଚଳେଇ ନେବା ପାଇଁ, କଢେଇ ନେବା ପାଇଁ, ଲିଡରସିପ ଦେବା ପାଇଁ ମୁଖ୍ୟ ଚରିତ୍ର ଭାବେ ଜିହୋସିଓଙ୍କୁ ମନୋନୀତ କରାଯାଇଥିଲା। ଆଉ ଏଇ ଜିହୋସିଓ ମୋଶାଙ୍କର ପରିଚାରକ ଥିଲେ, କିନ୍ତୁ ବର୍ତ୍ତମାନ ସେ ନେତା ଭାବରେ ଅଭିହିତ ହେଇଛନ୍ତି ଏବଂ ଲୋକମାନଙ୍କୁ ଚଳେଇ ନଉଛନ୍ତି, ଯାହାକି ବହୁତ ବଡ କଠିନ କାର୍ଯ୍ୟ ଅଟେ। ତଥାପି ଏଇ ଇସ୍ରାଏଲୀୟ ମାନଙ୍କୁ ପରମେଶ୍ୱର ଯୋଉ ସମସ୍ତ ପ୍ରତିଜ୍ଞା ମାନ ଦେଇଥିଲେ, ନିୟମ ମାନ ଦେଇଥିଲେ, ଚୁକ୍ତି ଗୁଡାକ ଦେଇଥିଲେ, ସେଇ ସମସ୍ତ ଚୁକ୍ତି ଅବ୍ରାହମ, ଇସାକ ଏବଂ ଜାକୋବଙ୍କ ଜୀବନରେ ଯୋଉ ସମସ୍ତ ଚୁକ୍ତି ଥିଲା ତା ମଧ୍ୟରେ ଅନ୍ତର୍ଭୁକ୍ତ ଈଶ୍ୱରଙ୍କର ବା ପରମେଶ୍ୱରଙ୍କର ପ୍ରତିଜ୍ଞା ସମୂହକୁ ମଧ୍ୟ ସେମାନେ ରକ୍ଷା କରି କରି ଯେପରି ଗମନ କରିବେ ଏବଂ ପରମେଶ୍ୱରଙ୍କ ଦ୍ୱାରା ଦତ୍ତ ବ୍ୟବସ୍ଥାକୁ ମାନି ଚାଲିବେ, ଚଳିବେ, ମାନିବେ ଏବଂ ଜୀବନକୁ ସେଭଳି ଭାବରେ ଚଳେଇ ନେବେ, ଏଇ ସମସ୍ତ କଥାର ଗୁରୁତ୍ୱ ସେ ସ୍ଥାନରେ ବା ଏଇ ଜିହୋସିଓ ପୁସ୍ତକରେ ଆମେ ଦେଖିବାକୁ ପାରୁଛୁ। ଜିହୋସିଓ ନାମର ଅର୍ଥ ହଉଛି ଯେ ସଦାପ୍ରଭୁ ରକ୍ଷା କରନ୍ତି ବା ରକ୍ଷା କରିବେ ବା ଉଦ୍ଧାର କରିବେ। ଆଉ ଏଇ ଉଦ୍ଧାରର କାର୍ଯ୍ୟ ଏବଂ ବିଜୟର କାର୍ଯ୍ୟ ସମ୍ପର୍କୀୟ କଥା ଆମେ ଏ ସ୍ଥାନରେ ଦେଖିବାକୁ ପାରୁଛୁ। ତେବେ ଏଇ 5 ଅଧ୍ୟାୟର ପୂର୍ବରୁ ଆମେ ଯେତେବେଳେ ଦେଖୁଛୁ 3 ଅଧ୍ୟାୟରେ ଏବଂ 4 ଅଧ୍ୟାୟରେ ସେମାନେ କିଭଳି ଭାବରେ ଜର୍ଦ୍ଦନ ପାରି ହେଇଥିଲେ, ସେଇ ଆଶ୍ଚର୍ଯ୍ୟ କର୍ମ ଗୁଡାକ ସେମାନଙ୍କର ସ୍ମରଣରେ ଆଣୁଛି ଏବଂ ପରମେଶ୍ୱର କିଭଳି ଭାବରେ ସେମାନଙ୍କୁ ମିଶର ଦେଶରୁ ଉଦ୍ଧାର କରିଥିଲେ ଦାସତ୍ୱ ଅବସ୍ଥାରୁ, ବିଭିନ୍ନ ରକମର ଆଶ୍ଚର୍ଯ୍ୟ କର୍ମ ଦ୍ୱାରା, ବିଭିନ୍ନ ରକମର ଚିହ୍ନ ଲକ୍ଷଣ ଦ୍ୱାରା, ପୁଣି ସେମାନଙ୍କୁ ପ୍ରାନ୍ତରରେ କିଭଳି ଭାବରେ ସମ୍ଭାଳିଲେ, ଚଳେଇଲେ, ରାତ୍ରି କାଳରେ ମେଘସ୍ତମ୍ଭରେ ଏବଂ ଅଗ୍ନିସ୍ତମ୍ଭରେ, ଦିନ ବେଳେ ମେଘସ୍ତମ୍ଭରେ, ପୁଣି ସେମାନଙ୍କୁ ମାନା ଯୋଗେଇଥିଲେ, ଭାଟୋଇ ପକ୍ଷୀ ଯୋଗେଇଥିଲେ ଖାଇବା ପାଇଁ, ତାପରେ ସେମାନଙ୍କୁ ପଥରରୁ ପାଣି ବାହାର କରିଥିଲେ। ଏ ସମସ୍ତ କେତେକ ଆଶ୍ଚର୍ଯ୍ୟ କର୍ମ ଗୁଡାକ ଆମେ ସମସ୍ତେ ଜାଣୁ। ତାପରେ ସେମାନଙ୍କୁ ଶତ୍ରୁ ମାନଙ୍କର ପକ୍ଷରୁ କେମିତି ରକ୍ଷା କରୁଥିଲେ, ସୁରକ୍ଷା ଦଉଥିଲେ, କେତେ ଚ୍ୟାଲେଞ୍ଜିଂ ସିଚୁଏସନ, ଗୋଟେ ପରେ ଗୋଟେ କେତେ ଶତ୍ରୁ ମାନଙ୍କର ସହିତ ସେମାନଙ୍କୁ ଯୁଦ୍ଧ କରିବାକୁ ପଡୁଥିଲା ଏବଂ ବିଜୟ ହାସଲ କରୁଥିଲେ। ସେମାନଙ୍କ ସପକ୍ଷରେ ପରମେଶ୍ୱର ଯୁଦ୍ଧ କରୁଥିଲେ ଆଉ ସେମାନଙ୍କୁ ଛାଉଣି କରି କରି ସେମାନଙ୍କୁ ସେ ନେଇ ଯାଉଥିଲେ, ସୁରକ୍ଷା କରିକିରି ନେଇ ଯାଉଥିଲେ। ପୁଣି ସେମାନଙ୍କୁ ଏ ପ୍ରକାର ଭାବରେ ସେ କପଡା ଦେଇଥିଲେ ଯୋଉ କପଡା 40 ବର୍ଷ ପର୍ଯ୍ୟନ୍ତ ଜୀର୍ଣ୍ଣ ଶୀର୍ଣ୍ଣ ହେଇନଥିଲା, ଯୋଉ ସ୍ୟାଣ୍ଡେଲ ପିନ୍ଧିଥିଲେ, ଯୋଉ ଚପଲ ଜୋତା ପିନ୍ଧିଥିଲେ ସେମାନେ 40 ବର୍ଷ ପର୍ଯ୍ୟନ୍ତ ତାହା ଜୀର୍ଣ୍ଣ ଶୀର୍ଣ୍ଣ ହେଇନଥିଲା। ତାମାନେ କେତେ ରକ୍ଷକ ପରମେଶ୍ୱର, କିଭଳି ରକ୍ଷକ ପରମେଶ୍ୱର ଆମମାନଙ୍କର ପରମେଶ୍ୱର। କିନ୍ତୁ କୋଉମାନଙ୍କୁ? ଯୋଉମାନେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ ଓ ଭରସା ରଖନ୍ତି ସେହିମାନଙ୍କୁ ପରମେଶ୍ୱର ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି। ଆଉ ସେମାନଙ୍କୁ କଣ କଲେ ନା ଏକ ବ୍ୟବସ୍ଥା ଦେଲେ, ଯୋଉ ବ୍ୟବସ୍ଥା ଦ୍ୱାରା ସେମାନେ କଣ କରିବେ? ଚାଲିବେ ଏବଂ ନିଜର ଜୀବନକୁ ସୁପରିଚାଳିତ କରିବେ। God gave them, God instructed them the law, ଆଉ ଯୋଉ law ରେ ସେମାନେ କଣ କରିବେ? The ways of the Lord, ସଦାପ୍ରଭୁ ବିଷୟକ ଭୟ, ସଦାପ୍ରଭୁ ବିଷୟକ ପଥ ସେମାନେ ଜାଣିବେ, ଅବଲମ୍ବନ କରିବେ। ପୁଣି they will govern their lives, ସେମାନେ ନିଜ ନିଜର ଜୀବନକୁ କଣ କରିବେ ନା ପରିଚାଳନା କରିବେ ସେ ବ୍ୟବସ୍ଥାରେ। ତେଣୁ ଏତିକି ଆମେ ଦେଖିବାକୁ ପାରୁଛୁ ଯେ ଇସ୍ରାଏଲ ଲୋକମାନେ ହଉଛନ୍ତି the people of the Lord, ସେମାନେ ପରମେଶ୍ୱରଙ୍କର ଲୋକ, ସଦାପ୍ରଭୁ ପରମେଶ୍ୱରଙ୍କର ଲୋକ। ତାପରେ the people of the law, ସେମାନେ ବ୍ୟବସ୍ଥାର ନିୟମର ଲୋକ ଅଟନ୍ତି। ତାପରେ ତୃତୀୟ କଥା ଦେଖିବାକୁ ପାରିବା ଯେ ସେମାନେ ହଉଛନ୍ତି the people of the land,
ओके, पीपुल ऑफ द लॉर्ड, पीपुल ऑफ द लॉ एंड पीपुल ऑफ द लैंड। तामाने सदा प्रभुंकर लोक, नियमर लोक एवं प्रतिज्ञात देशर लोक से माने। हालेलुया, प्रेज द लॉर्ड। आज पुरातन वर्ष 2025 को आमाने अतिक्रम करी आसी अछु। आमानक जीवन रे गोटे बड़ बड़ जर्दन थिला, जो जर्दन को आमाने अतिक्रम करी सारी अछु। एई जर्दन को अतिक्रम 2025 साल रो गोटे जर्दन आमानक सम्मुख रे थिला। विभिन्न प्रकार रो नद नदी मध्य देई आमाने गति करी अछु। विभिन्न प्रकार रो पहाड़, उपपहाड़, पर्वत, उपपर्वत मान, शिखर गुड़ा करे आमाने चढ़ी अछु। उत्थान पतन, रोग व्याधि एवं कष्ट, दुख, अभाव, असुविधा, अनाटन ए समस्त भितरे आमाने गति करी एक जर्दन को आमाने पार करी अछु। आमानकर निज बुद्धि रे नुहे, निजर कौशल रे नुहे, निजर चालाकी रे नुहे, निजर चतुरता रे नुहे, किंतु परमेश्वरଙ୍କର अनुग्रह रे। जे प्रकार बाइबल कहे जे तांकर विविध दया सकाशे आमाने विनष्ट हेई नाहु। आमानकर प्रियजन माननको आमाने हरैछु सत। दुखर कोह, दुखर छाया आबारक मध्य रे हुए तो खेलुची एबे पर्यंत, कारण 30-31 डिसेंबर रे एवं जनवरी 1 रे मध्य अनेक लोक चली जाइछंती। एई पारे आमानकर प्रियजन मानक मध्य केतेकंको आमाने हरैछु, किंतु मने रखिबा जे आमे होउछु ईश्वरंकर लोक, सदा प्रभु परमेश्वरंकर लोक एवं सदा प्रभु परमेश्वरंक व्यवस्थार लोक एवं सदा प्रभु परमेश्वरंकर प्रतिज्ञात देशर लोक। इस्राएलिय मानक ए प्रकार भाबरे आख्या करा जाउथला। आज आमानक मध्य सेही आख्या करा जाउछि, कारण अब्राहम, इसाक एवं जाकोबंक निकट रे जो समस्त प्रतिज्ञा दिया जाइथिला ताकू इस्राएलिय लोक माने, जो परवर्ती पुरुष माने से माने एन्जॉय करूछंती। आउ जो किणान देश को से माने अधिकार करिबा को जाउछंती, किणान देश रे प्रवेश करिबा को जाउछंती एवं सेही स्थान रे ताहांकर जो गौरवमय शोभा, प्रतिभा, प्रभा अछि, आलोक अछि, सेथिर लोक स्वरूप हेकरि से माननको जीवन यापन करिया पई प्रतिज्ञा दैछंती, कहउछंती। तो आजी एई प्रथम मासर सप्तम दिनर प्रातः काल रे आमाने एतिकी संवाद सुनिया पई चेष्टा करिबा। प्रिपेयरिंग टू एंटर योर ओन कैनान, माने आमाने निज निजर किणान को प्रवेश करिबा पई केमिति प्रस्तुत हबा। तीनोटी बा चारोटी स्टेप्स मु कहिबा पई चाहिबी, सोपान को मु कहिबा पई चाहिबी। जेमती कहली जे सेमानंकु विभिन्न रकम पदक्षेप नेबाको पड़िथिला। आज आमानको मध्य पदक्षेप नेबाको पड़िबो। आमाने भारत वर्ष रे अछु। भारत एक महान देश अटे, किंतु जो समस्त परिस्थिति भितरे वर्तमान भारत देश गति करी चालू अछि, आमे समस्त खबर कागज रे सुनुछु, पढुछु, व्हाट्सएप मेसेज गुडा करे मध्य आमाने पाउछु विभिन्न रकम वीडियो गुडाक। एई बर्दित समय रे आमानकर देशर मुखिया जे कि मंडली गृह को प्रवेश करिथिले एवं सही समय रे अन्यान्य जगह रे मंडली माननकु तोड़फोड़ करागला। एपरि कि बाजार छक माननकरे रास्ता कड़रे क्रिसमस फादर रो ड्रेस बिक्री करिबा पाई मध्य लोक माने मरापिटा करिसंती, मना करूचंती, रोकठोक करूचंती। एई प्रकार परिस्थिति भितर आबरे समस्त गति करिछु। तेबे किभଳି भाबरे आमाने एई नूतन वर्षर 2026 सालर किणान को आमाने अधिकार करिबा, किणान देश को आमाने जय करिबा, किणान देश रे आमाने प्रवेश करि परिबा। हमर किणान आज कोन हेई पारे, जो किणान को आमाने एंटर करिबा पाई, प्रवेश करिबा पाई कि प्रकार प्रस्तुति आमानको दरकार। प्रथम प्रस्तुति होउची जहा जिहोशियो 5 अध्याय 1 पदरु 7 पद मध्य लेखा अछि। ताको इंग्रजी रे जदि मु कहिबी, वी मस्ट टेक द स्टेप ऑफ कंसेक्रेशन बोले करे, अर्थात पवित्रतार एक पदक्षेप आमानको नेबाको पड़िबो, पृथकीकरणर एक पदक्षेप नेबाको पड़िबो। वाक्य रे लेखा अछि, असुन्नत लोक मानकु सुन्नत करागला बोले। तो सुन्नतर एक पदक्षेप आमानको नेबाको पड़िबो। आ से सुन्नत शब्दर परिवर्ते जदि आमाने पवित्रतार शब्द को व्यवहार करिबा ताहले मध्य भूल हेबो नाही। तेबे एई नूतन वर्ष रे प्रभु प्रथम शिक्षा आमानको देबा पाई चाहंती, जेपरि आमाने एक पवित्रतार पदक्षेप नउ। प्रथम कथा होउची आमानकर परमेश्वर पवित्र परमेश्वर।
आमाने प्रार्थनारे मध्य स्वीकार करिथाउ। पुणी आपण मानकर पाखरे जो समस्त बाइबल अछि से स्थान रे आपण माने देखिबे पवित्र बाइबल बोल के लिखा अछि, होली बाइबल बोल के लिखा अछि, राइट। तो बाइबल जदि पवित्र हला, परमेश्वर जे ए वाक्य देइचंती से पवित्र हले, से मध्य कहउछंती आम्भे जे प्रकार पवित्र तुम्भे माने से प्रकार पवित्र हो। लेवी पुस्तक रे लिखा अछि, पुणी प्रथम पितर सेथिरे मध्य लिखा अछि पितर पुस्तक रे जे आमानकर आह्वानकर्ता जे भଳି पवित्र, आमानको से भଳି भाबरे पवित्र हेबाको पड़िबो। माने पाठ कलु जदि हमने आउ आगको टिके फेरी जाऊ ताहले आदि पुस्तक 17 अध्याय तार 11 रु 14 पदरे आपण माने देखिबे जे अब्राहमंकु एई सुन्नत विधि करिबा पाई आदेश दिया जाइथिला। प्रथम कमांड से स्थान रे से पाइथिले, द फर्स्ट कमांड द लॉर्ड गेव दैट समस्त मनुष्य मानंकु कोन करा जिवो, अष्टम दिन रे सुन्नत करा जिवो। मेल चाइल्ड मानंकु अर्थात अंडीरा छुआ मानंकु अष्टम दिन रे सुन्नत करा जाउथिला। सेमानकर गोटी अंगर लोम बा चमड़ा को टिके छेदन करा जाउथिला। सेति हेतु से माने डिसेबल्ड होउथिले बा अक्षम होउथिले युद्ध को जीवा निमंते, जोटा परवर्ती पर्यायर माने देखिबा को पारुछु। किंतु सेई सुन्नत विधि सेमानंक पई दिया जाइथिला। आ जेते लोक मिस्र रे जन्म हेइथिले सेमाने सुन्नत हेई सारी थिले अब्राहमंकर नियम अनुसारे। किंतु मिस्र देशरु बाहरी आसु आसु पथ मध्यरे 40 वर्षर यात्रा मध्यरे प्रांतर रे जो माने जन्म ग्रहण करिथिले से मानंकर सुन्नत हेई नथिला। तेणु करी अब्राहमिक कवेनांट जहा अछि बा अब्राहमीय नियम जहा अछि, चुक्ति जहा अछि, तदनुसारे एमानंकु किणान देशरे प्रवेश करिबा पूर्वरु सुन्नत हेबार आवश्यक थिला। तेणु करी कहा जाउछि जे दे मस्ट टेक द स्टेप ऑफ कॉन्सेक्रेशन बा पवित्रीकृत पृथकीकृत हेबार एक सुन्नत सेमानकु आवश्यक थिला। प्रिय बंधुगण, आमाने वर्षर शेषरे सारा वर्षर जेते पाप अपराध करिथाउ, आमाने 31 डिसेम्बर रातिरे अनेक लोक अछंती, अनेक क्रिश्चियन अछंती जो माने धारावाहिक भावरे चिराचरित भावरे पारंपरिक भावरे से माने कोन करंती ना स्वीकार करंती, प्रभु मु ए प्रकार पाप करिथिली, मु ए अपराध करिथिली, मते क्षमा कर दियो। प्रतिदिन पाप करंती अथच क्षमा चाहंती नाही। किंतु वर्ष शेष हला दिन आउ बा से किछि मुहूर्त पूर्वरु से माने पाप स्वीकार कर दियंती। तापर वर्ष आरंभ हुए, नुआ वर्ष रे नुआ प्रतिज्ञा, द्वितीय करंती 5:17 प्रचार करा जाए, किंबा जिसाया पुस्तक 43:18-19 प्रचार करा जाए। देखो आम्बे सब किछि नूतन करिबा, ए समस्त कथा लोकंक जीवन रे कहा जाय थाए। आ लोक माने प्रथम मास, प्रथम सप्ताह किंबा द्वितीय सप्ताह पर्यंत ठीक ठाक टिके चलिबा पाई चेष्टा करंती, उद्यम करंती, प्रचेष्टा करंती। तापरे परे जेमिति को सेमिति, जैसा को तैसा, जीवन आउ बदले नाही। पुनर्बार पुरातन विषय सबुरे मन लागि जाए। कलस्य पुस्तक रे पाउल मानकु रिमाइंड करंती बा मानकु मने पकई दियंती जे 3 अध्याय तार 1 पदरु 8 पदरे जदि आपण माने पढ़िबे से स्थान रे नूतन स्वभाव केमिति ख्रीष्ट विश्वासी माने ख्रीष्टंकर अनुगमनकारी माने धारण करिवे से विषय रे लिखा अछि। एवं को को विषय रे से मानकु पृथकीकृत हेबा आवश्यक से कथा मध्य उल्लेख करा अछि। ताहा ही आमानक निमंते एक पवित्रतार पदक्षेप गुडा दयाकरी पढ़ंतु। कलसिय 3:1-8 शीघ्र टिके पढ़िए। तुम्भे माने जेबे ख्रीष्टंक सहित उत्थित होइछ, तेबे ईश्वरक दक्षिण पार्श्वरे उपविष्ट ख्रीष्टंकर जो वासस्थान से ऊर्ध्व स्थानर विषय सब अन्वेषण कर। पार्थिव विषय रे आसक्त न होई ऊर्ध्वस्थ विषय रे आसक्त हो, कारण तुम्भे माने मरियछ आ तुम्भ मानकर जीवन ईश्वर ठारे ख्रीष्टंक सहित गुप्त अछि। आमानकर जीवन स्वरूप जे ख्रीष्ट जेतेबेले से प्रकाशित हेबे, सेतेबेले तुम्भे माने मध्य ताहाक सहित गौरवरे प्रकाशित हेबो। अतएव तुम्भ मानकर शारीरिक अंग प्रत्यंगर कुप्रवृत्ति गुड़ाक अर्थात व्यभिचार, अशुचिता, काम, कुअभिलाष,
पुणी प्रतिमा पूजा रूप लोभ यही सब प्रति मृत हुआ। यही सब हेतु ईश्वर को क्रोध वर्ते। पूर्वे तुम्हें माने मध्य यही सब विषय आसक्त थाई से प्रकार आचरण करुथिलो, किंतु एबे तुम्हें माने मध्य यही सब विषय अर्थात क्रोध राग हिंसा निंदा मुखर कुत्सित वाक्य यही सब परित्याग कर। आमेन। धन्यवाद। केते सुंदर कथा। गोटे अंग को सेमानंकु बाहर करी से सुन्नत विधिर शिकार जेते बेले सेबारे हेले बा सुन्नत विधिर क्रियार बशवर्ती सेबारे जेते बेले से गोटे पीस ऑफ फ्लेश को दूर करा गला। आज आमानक शरीर आमने कौन कौन दूर करवा ए नूतन बरे जेतेबेले आमने पदार्पण करियछु परमेश्वरंकर विविध दया सकाशु अनुग्रह सकाशु करुणा सकाशु मंगलदान सकाशु उत्तमता सकाशु विश्वस्तता सकाशु आम शरीर रे थिबा जो चिंताधारा गुड़ाक जो जीवन शैली गुड़ाक जो स्वभाव गुड़ाक जो चरित्र गुड़ाक जो गुणावली गुड़ाक परमेश्वरंकर सहित निबिड़ संपर्क स्थापन करिबारे जहाँ आमानको बाधा देई थाए। अनेक समय आमे कौन सीजनल क्रिश्चियन इयरली क्रिश्चियन फेस्टिव क्रिश्चियन अनेक क्रिश्चियन अछंती जो माने वर्ष को थरे गिरजा आसीबे हुए तो डिसेंबर 25 रे आसीबे नहले गुड फ्राइडे आउ ईस्टर संडे दिन आसीबे पुणी एई बड़ दिन आउ नूतन वर्ष बा डिसेंबर 25 रु जनवरी 1 तारिख पर्यंत जो समस्त फेस्टिविटी रो सीजन ए फेस्टिव सीजन रे लोक माने बहुत उद्योग प्रकाश करंती देखांती देखई हुअंती। हमें कौन सही प्रकार फेस्टिव क्रिश्चियन की ये खाली गोटे जीशु ख्रीष्टंकर जन्मदिन को गोटे फेस्टिविटी भावरे फेस्टिवल भावरे पर्वपर्वाणी भावरे आमाने पालन करिबा। प्रभु जीशु प्रत्येक दिन आमानक हृदय जन्म ग्रहण करबा कथा। से तो आसीछंती आम सहित रहिबा पाई से मांसमय शरीर नहीं आसिले जेपरी आपणक सहित मो सहित आम्भ मानक सहित से बास करिवे टू ड्वेल विथ अस। ही केम आम सहित रहिबा पाई से आसिले आम पाई मरिबा पाई से आसिले आमको परित्राण देबा पाई आसिले। अनेक कारण अछि कि काहे कि आसिले प्राय 15 रु 20 टा कारण अछि मो से सब एबे कहिबे नाही खाली एति कहया पाई चाहिबी जे अब्राहमिक कवेनेंट अनुसारे बा अब्राहमीय नियम चुक्ति अनुसारे इस्राएलियो मानंकु सेमानंक शरीररु गोटी अंग विशेष करी मेल चाइल्ड पुरुष बा अंडीरा छुआ मानंकर अंगरु गोटे मांस को कटागला बाहर करागला सेमानंकु सुन्नत करागला अर्थात सेमानंकु पवित्र करागला जेपरि सेमाने सेई पवित्रता को सेई सुन्नत विधि को कौन करिवे रिन्यू करिवे रिन्यू द कवेनेंट विथ द लॉर्ड परमेश्वरंक सहित सदा प्रभु परमेश्वरंक सहित ए नियम रे सेमाने पुनर्नवीकरण करिवे। आज आमे जदि नवीकरण से माने करिवे ताहले कोन करिवे दे विल एन्जॉय द ब्लेसिंग्स ऑफ द लॉर्ड एंड द विक्टोरी ऑफ द लॉर्ड। से माने सदा प्रभु परमेश्वरंकर आशीर्वाद लाभ करिवे एवं सदा प्रभुंक ठारे विजय रो जीवन यापन करिवे। आज नुआ वर्ष रे आमे जेते बेले पदार्पण करूछु गोटे सप्ताह पारी हेबाकू जाउछि सप्तम दिन रो प्रातः काल रे आम शरीर रु मध्य किछि विषय जहा जहा माने पाठ कलु पाउलंकर लेखा द्वारा कलसीय मंडली को से जहाँ लिखिले तदनुसार विभिन्न विषय से स्थान लिखिचंती व्यभिचार ठारू आरंभ करी अन्यान्य विषय अन्यान्य चिंताधारा अन्यान्य स्वभाव प्रतिमा पूजा रूपक लोभ एवं असुचिता काम कुअभिलाष ये समस्त आम ठारू जेपरी दूर हुए आम शरीर रु दूर हुए आमर चिंताधारा रु दूर हुए आमे जेपरी पुनर्नवीकरण करिबा निजर जीवन को नूतनीकृत करिबा। द्वितीय करंती 5:17 रे आमे तो पढू जे ख्रीष्टंक ठारे अछि से नूतन सृष्टि हेई अछि। इफ वी आर ऑलरेडी इन क्राइस्ट देन वी आर अ न्यू क्रिएचर न्यू क्रिएशन पुराना सब लोप पाई जाइछि देखो नूतन सब हेई जाइछि। जदि हमर सब किछि नुआ हेई जाइछि आउ काहे कि परमेश्वर कहिबे जे आम्बे नूतन करिबा ही विल क्रिएट ए न्यू हेवन फॉर अस। आमर अल्टीमेट लक्ष्य कौन आमर अल्टीमेट गोल कौन क्रिश्चियन जीवन रे जे आमे मले स्वर्ग को जीवा
ଆମର ଅସଲି କିଣାନକୁ ଯେତେବେଳେ ଆମେ ପ୍ରବେଶ କରିବା ତା ପୂର୍ବରୁ ଆମକୁ ପ୍ରସ୍ତୁତି ଦରକାର, ପଦକ୍ଷେପ କେତେଟା ଦରକାର। ପ୍ରଥମ ପଦକ୍ଷେପ ହେଲା ପବିତ୍ରତାର ପଦକ୍ଷେପ। ତେଣୁ ଆମେ ନିଜ ନିଜକୁ ପବିତ୍ର କରୁ। 2 କରନ୍ତି 6 ଅଧ୍ୟାୟ ତାର 17 ପଦରୁ ଯଦି 7 ପଦର 1 ପଦ ପର୍ଯ୍ୟନ୍ତ ମଧ୍ୟ ପଢିବେ, ସେ ସ୍ଥାନରେ ଲେଖା ଅଛି ବିଶ୍ୱାସୀ ସହିତ ଅବିଶ୍ୱାସୀର କି ସହଯୋଗ ବା କି ସହଭାଗିତା। ଜଣେ ବିଶ୍ୱାସୀ ଆଉ ଜଣେ ଅବିଶ୍ୱାସୀକୁ ବିବାହ କରୁଛି ଏବଂ ପରିବାର ଜଞ୍ଜାଳ ମଧ୍ୟରେ ସେମାନେ ଗତି କରନ୍ତି। ବିଭିନ୍ନ କଥା ସେ ସ୍ଥାନରେ ଲେଖା ଅଛି। ଆଉ ସେ ସ୍ଥାନରେ ତଳେ ତଳେ ଲେଖା ଅଛି ଯେ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା, ସେମାନେ ଆମ୍ଭର ଲୋକ ହେବେ। এই সমস্ত কথা পুଣି ପବିତ୍ରତାର କଥା ମଧ୍ୟ ସେ ସ୍ଥାନରେ ଲେଖା ଅଛି। 2 କରନ୍ତି 6 ଅଧ୍ୟାୟ ତାର 17 ପଦରୁ 7 ପଦର 1 ପଦ ପର୍ଯ୍ୟନ୍ତ ଯଦି ପଢିବେ ସେ ସ୍ଥାନରେ ସେ ସମସ୍ତ କଥା ଲେଖା ଅଛି। ତେବେ ମୁଁ ଏତିକି କହିବା ପାଇଁ ଚାହିଁବି ଯେ ଆମେ ହଉଛୁ ମାର୍କ ପିପୁଲ, ମାନେ ମୁଦ୍ରାଙ୍କିତ ଲୋକମାନେ। ଆମମାନଙ୍କୁ ଗୋଟେ ଗୋଟେ ମୋହର ଲଗା ଯାଇଛି। ପାଉଲ କହନ୍ତି ଯେ ମୁକ୍ତି ଦିବସ ନିମନ୍ତେ ତୁମମାନଙ୍କୁ ମୁଦ୍ରାଙ୍କିତ କରାଯାଇଛି। ଯଦି ଆମେ ଅଲରେଡି ରିଡିମ୍ଡ ପିପୁଲ, ଆମେ ଉଦ୍ଧାର ପ୍ରାପ୍ତ ଲୋକମାନେ, and we have to renew our covenant with the Lord, ପ୍ରଭୁ ପରମେଶ୍ୱରଙ୍କ ସହିତ ଆମମାନଙ୍କର ନିୟମକୁ ପୁନର୍ନବୀକରଣ କରିବା ଦରକାର। ତାଙ୍କର ଆଶୀର୍ବାଦକୁ ଅନୁଭବ କରିବା ପାଇଁ, ତାଙ୍କର ପବିତ୍ରତାର ସହିତ ଏକ ସମ୍ପର୍କରେ ବଜାୟ ରହିବା ପାଇଁ ଏବଂ ଭିକ୍ଟୋରିୟସ୍ ଲାଇଫ ଜୀବନ ଯାପନ କରିବା ପାଇଁ। କାରଣ ଆମେ ହଉଛୁ ଈଶ୍ୱରଙ୍କର ଲୋକ, ବ୍ୟବସ୍ଥାର ଲୋକ ଏବଂ ପ୍ରତିଜ୍ଞାତ ଦେଶର ଲୋକ। ଏ ଭାରତ ଦେଶରେ ଆମେ ଚିରକାଳ ରହିବା ନାହିଁ। ଭାରତରୁ ଖ୍ରୀଷ୍ଟିଆନ ମାନଙ୍କୁ ବାହାରି ଯିବା ପାଇଁ କୁହାଯାଉଛି, ଯେହେତୁ ଏହା ଗୋଟେ ହିନ୍ଦୁ ରାଷ୍ଟ୍ର ହେଇଗଲାଣି ବୋଲି ଯୋଉମାନେ କିଛି ଜାଣନ୍ତି ହିଁ ନାହିଁ ସେମାନେ ହୁଙ୍କାର ଛାଡୁଛନ୍ତି ଏବଂ ଖ୍ରୀଷ୍ଟିଆନ ମାନଙ୍କ ପ୍ରତି ଯୋଉ ପ୍ରକାର ନିର୍ଯାତନା, ମାଇନରିଟିସ୍ କମ୍ୟୁନିଟିସ୍ ମାନଙ୍କ ପ୍ରତି ଯୋଉ ପ୍ରକାର ନିର୍ଯାତନା କରାଯାଉଅଛି, ଆଜି ତାହା ଇଣ୍ଟରନ୍ୟାସନାଲ ଲେଭେଲରେ ମଧ୍ୟ ଶୁଣାଗଲାଣି, ଶୁଭାଗଲାଣି ଏବଂ ବିଭିନ୍ନ ରକମର ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ମାନ ମଧ୍ୟ ନିଆଗଲାଣି ବା ନିଆଯିବ ଆଗକୁ। ପରମେଶ୍ୱରଙ୍କର ଲୋକମାନଙ୍କ ବିରୁଦ୍ଧରେ ଯୋଉମାନେ ଉଠିବେ, ପରମେଶ୍ୱର ସେମାନଙ୍କୁ ଛାଡିବେ ନାହିଁ। କିନ୍ତୁ ଆମେ ପରମେଶ୍ୱରଙ୍କର ଲୋକ ହିସାବରେ ତାଙ୍କର ସହିତ ଆମର ଘନିଷ୍ଠତା ବଜାୟ ରଖିବା ଦରକାର, ଏକ ବିଜୟୀ ଜୀବନ ଯାପନ ନିମନ୍ତେ, ଏକ ଆଦର୍ଶ ଖ୍ରୀଷ୍ଟୀୟ ଜୀବନ ନିମନ୍ତେ। କିନ୍ତୁ ବର୍ଷିକିଆ ଖ୍ରୀଷ୍ଟିଆନ ପରି ନୁହେଁ, ସିଜନାଲ ଖ୍ରୀଷ୍ଟିଆନ ପରି ନୁହେଁ, ଇୟରଲି ଖ୍ରୀଷ୍ଟିଆନ ପରି ନୁହେଁ, ଫେଷ୍ଟିଭ ଖ୍ରୀଷ୍ଟିଆନ ପରି ନୁହେଁ। ରିଏଲ ଖ୍ରୀଷ୍ଟିଆନ ଭାବରେ ଯଦି ଆମେ ଜୀବନ ଯାପନ କରିବା ତାହେଲେ ଗଡ ୱିଲ୍ ଡେଲିଭର ଅସ୍। ଯେମିତି ପରମେଶ୍ୱର ଏମାନଙ୍କୁ ବିଭିନ୍ନ ଶତ୍ରୁ ମାନଙ୍କର ପକ୍ଷରୁ ଉଦ୍ଧାର କରି କରି ଏମାନଙ୍କୁ ବାର ବାର ନଉଥିଲେ, ବିଜୟ ଦଉଥିଲେ। ଅମାଲେକୀୟ ମାନଙ୍କର, ପଲେଷ୍ଟୀୟ ମାନଙ୍କର, ପିରିଜୀୟ ମାନଙ୍କର, ଜିବୁସୀୟ ମାନଙ୍କର, ଗିର୍ଗାସୀୟ ଲୋକମାନଙ୍କର, ସମସ୍ତ ପ୍ରକାର ଲୋକମାନଙ୍କର ହାବୁଡରୁ ପରମେଶ୍ୱର ତାଙ୍କ ଲୋକମାନଙ୍କୁ ମାର୍କ କରିଦେଇଥିଲେ, ମାନେ ମାର୍କ ପିପଲ, ଗୋଟେ ଗୋଟେ ଚିହ୍ନ ଦେଇ ଦେଇଥିଲେ ଯେ ତୁମ୍ଭେ ଆମ୍ଭର ଲୋକ ଆଉ ଆମ୍ଭେ ତୁମ୍ଭର ପରମେଶ୍ୱର ହେବା। ଆଉ ସେଥିପାଇଁ ସେମାନଙ୍କୁ ସୁନ୍ନତ କରିବାକୁ ଦରକାର ପଡୁଥିଲା। ଅଧିକାର କରିବା ପୂର୍ବରୁ, ପ୍ରତିଜ୍ଞାତ ଦେଶକୁ ପ୍ରବେଶ କରିବା ପୂର୍ବରୁ ଯୋଉମାନେ ପ୍ରାନ୍ତରରେ ଜନ୍ମ ହେଇଥିଲେ ସେମାନଙ୍କୁ ସୁନ୍ନତ କରିବାକୁ ପଡୁଥିଲା। ଆଜି ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପାଇଛୁ, ବାପା ମା ହୁଏତ ପବିତ୍ରୀକୃତ ହେଇଛନ୍ତି, ସୁନ୍ନତ ହେଇଛନ୍ତି, କିନ୍ତୁ ପିଲାମାନେ ବର୍ତ୍ତମାନ ଆଧୁନିକ ଯୁଗରେ ଯୋଉ ପିଲାମାନେ ଜନ୍ମଗ୍ରହଣ କରିଛନ୍ତି ସେମାନେ ଯଦି ସୁନ୍ନତ ହେବେ ନାହିଁ, ସେମାନେ ଯଦି ପବିତ୍ର ହେବେ ନାହିଁ, ତାହେଲେ ସେମାନେ ପ୍ରବେଶ କରିପାରିବେ ନାହିଁ। ପବିତ୍ରତା ନିଶ୍ଚିତ ଭାବରେ ଆବଶ୍ୟକ ଅଛି। ତେଣୁ ପ୍ରଥମ ପଦକ୍ଷେପ ଆମମାନଙ୍କର କିଣାନକୁ ଅଧିକାର କରିବା ପାଇଁ ଆମେ ଯେପରି କଣ କରିବା ନା ନିଜ ନିଜକୁ ପବିତ୍ର କରିବା, ତେବେ ବା ପୃଥକୀକୃତ କରିବା, ସୁନ୍ନତ କରିବା। ଅସୁନ୍ନତ ଗୋଷ୍ଠୀ, ଅବିଶ୍ୱାସୀ ଗୋଷ୍ଠୀ, ଅଶୁଚି ଗୋଷ୍ଠୀ ମଧ୍ୟରେ ଆମେ ବାସ କରୁଅଛୁ। ଅନ୍ଧକାର ଭିତରେ ରହୁଥିବା, ଅନ୍ଧବିଶ୍ୱାସ ଭିତରେ ରହୁଥିବା ଲୋକମାନଙ୍କ ଭିତରେ ଆମେ ବାସ କରୁଅଛୁ। ତଥାପି ଆମେ ଏକ ପୃଥକୀକୃତ ଲୋକ ଭାବରେ କେମିତି ଜଣା ପଡିବ? ତୁମ୍ଭମାନଙ୍କର ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ, ଯେପରି ସେମାନେ ତୁମ୍ଭମାନଙ୍କର ସତ୍କର୍ମ ଦେଖି ତୁମମାନଙ୍କର ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ। ତ ଆମମାନଙ୍କର ଆଲୋକ କେମିତି ଦେଖାଯିବ? ଆମେ ଯଦି ଅନ୍ଧବିଶ୍ୱାସୀ ମାନଙ୍କ ପରି ଜୀବନ ଯାପନ କରିବା, ବର୍ଷିକିଆ ଖ୍ରୀଷ୍ଟିଆନ ମାନଙ୍କ ପରି ଜୀବନ ଯାପନ କରିବା, ଫେଷ୍ଟିଭ ଖ୍ରୀଷ୍ଟିଆନ ମାନଙ୍କ ଭଳି ଫେଷ୍ଟିଭିଟି କରିବା, ତାହେଲେ ଆଉ ପୃଥକତା କଣ ରହିଲା? ପାର୍ଥକ୍ୟ କଣ ରହିଲା? We are a marked people. ଆମମାନେ ମୁଦ୍ରାଙ୍କିତ ଲୋକ ଅଠୁ। ପବିତ୍ର ଆତ୍ମାଙ୍କର ମୁଦ୍ରାଙ୍କ ଆମମାନଙ୍କ ପାଖରେ ଲାଗି ଯାଇଛି, ସେଭଳି ଭାବରେ ଜୀବନ ଯାପନ କରିବାର ଅଛି। ତେବେ ଲୋକ ଦେଖିବେ ଯେ ଏମାନେ ଟିକେ ଭିନ୍ନ ଲୋକ ଅଟନ୍ତି, ଏମାନେ ଅଲଗା ଲୋକ ଅଟନ୍ତି, ଏମାନେ ପୃଥକୀକୃତ ଲୋକ ଅଟନ୍ତି, ଏମାନେ ପବିତ୍ରୀକୃତ ଲୋକ ଅଟନ୍ତି, ଏମାନେ ସୁନ୍ନତ ଲୋକ ଅଟନ୍ତି। ତାପରେ ସେମାନେ ଆମମାନଙ୍କର ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ। ବାକ୍ୟରେ ଲେଖା ଅଛି
ମାଥ୍ୟୁ ପୁସ୍ତକରେ ଫାରୁସି ଆଉ ସାଦୁକି ମାନଙ୍କର ଧାର୍ମିକତା ଅପେକ୍ଷା ତୁମର ଧର୍ମ କର୍ମ ଅଧିକ ନହେଲେ ତୁମେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବ ନାହିଁ। ସେ ଧର୍ମ କର୍ମ କଥା ମୁଁ ଏଠି ଆଲୋଚନା କରିବା ପାଇଁ ଚାହୁଁନା, କିନ୍ତୁ ଏତିକି କହିବା ପାଇଁ ଚାହିଁବି ଆମ ଶରୀରରୁ କୁତ୍ସିତ ବାକ୍ୟ, ଆମ ମୁଖରୁ କୁତ୍ସିତ ବାକ୍ୟ, ଆମ ଶରୀରରୁ ଅସୁଚିତାପୂର୍ଣ୍ଣ ବିଭିନ୍ନ ବିଷୟ ଗୁଡାକ ଆମକୁ ଦୂର କରିବାକୁ ପଡିବ। ରୋମିଓ 6:1-2, ରୋମିଓ 6:11-12, ରୋମିଓ 13 ତାର 14 ପଦ ଯଦି ଆମେ ପଢିବା, ଏ ସମସ୍ତ ଆମକୁ ଉତ୍ସାହ ପ୍ରଦାନ କରିବ ଏ ଜଗତର ଢାଞ୍ଚାରେ ନ ଚାଲିବା ପାଇଁ, ଜଗତର ରୀତିନୀତି ଅନୁସାରେ ନ ଚାଲିବା ପାଇଁ। ରୋମିଓ 12 ଅଧ୍ୟାୟ ତାର 2 ପଦରେ ମଧ୍ୟ ଲେଖା ଅଛି, ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, ଏ ସଂସାରର ରୀତିନୀତି ଅନୁସାରେ ଚାଲ ନାହିଁ। କିନ୍ତୁ ଅନେକ ଖ୍ରୀଷ୍ଟିଆନ ଆମେ ଅଛୁ ଯୋଉମାନେ ରୀତିନୀତି ଖ୍ରୀଷ୍ଟିଆନ, ପାରମ୍ପରିକ ଖ୍ରୀଷ୍ଟିଆନ, ଧାରାବାହିକ ଖ୍ରୀଷ୍ଟିଆନ ଭାବରେ ଜୀବନ ଯାପନ କରୁଛୁ। ପ୍ରଭୁ ଚାହାନ୍ତି ଯେପରି ଆମ ଶରୀରରୁ ଏ ଅସୁଚିତା ଗୁଡାକ ଆମେ ଦୂର କରିବା। We must take this step of consecration. ଆମେ ଏକ ପବିତ୍ରତାର, ପୃଥକୀକୃତତାର ଏକ ପଦକ୍ଷେପ ନଉ। ଦ୍ୱିତୀୟ ପଦକ୍ଷେପ କହିବି 8 ପଦରେ ଯାହା ମାନେ ପାଠ କଲୁ, ତାର ଜିଓସିଓ 5 ଅଧ୍ୟାୟ 8 ପଦ ଆଉ ଥରେ ଟିକେ ପଢିବା, ପଢି ଦିଅନ୍ତୁ ଭଉଣୀ ଟିକେ। ସେଇ ସମସ୍ତ ଗୋଷ୍ଠୀ ଲୋକଙ୍କର ସୁନ୍ନତ କାର୍ଯ୍ୟ ସମାପ୍ତ ହେଲା ଉତ୍ତାରେ ସେମାନେ ଛାଉଣି ମଧ୍ୟରେ ଆପଣା ଆପଣା ସ୍ଥାନରେ ସତେଜ ହେବା ପର୍ଯ୍ୟନ୍ତ ରହିଲେ। Praise the Lord. We must take this step of confirmation. ଦ୍ୱିତୀୟ କଥା ହଉଛି ଯେ ଆମକୁ ଏ ପ୍ରକାର ଏକ ପଦକ୍ଷେପ ନେବାକୁ ପଡିବ, ସୁନିଶ୍ଚିତତାର ବା ନିଶ୍ଚିତତାର ପଦକ୍ଷେପ। The step of confirmation. ପ୍ରଥମେ ଆମେ ଦେଖିଲୁ consecration, ଏବେ ଦେଖିବା confirmation. ଇସ୍ରାଏଲ ଲୋକମାନେ ଯେତେବେଳେ ଶତ୍ରୁ ମାନଙ୍କର ଟେରିଟୋରିରେ, ଶତ୍ରୁ ମାନଙ୍କର ଇଲାକାରେ ସେମାନଙ୍କର ଛାଉଣି ସ୍ଥାପନ କରୁଥିଲେ, ସୁନ୍ନତ ହେବା ପରେ ଯେତେ ସବୁ ମେଲ୍ ଚାଇଲ୍ଡ ଇସ୍ରାଏଲରେ ଜନ୍ମଗ୍ରହଣ କଲେ, ମରୁପ୍ରାନ୍ତରରେ ଜନ୍ମଗ୍ରହଣ କଲେ, ସେମାନଙ୍କ ପାଖରେ କଣ ହେଲା, ଗୋଟେ ସେମାନେ ଯୁଦ୍ଧ ପାଇଁ ଆଉ ଯୋଗ୍ୟ ହେଇପାରିଲେ ନାହିଁ। ଆଦି ପୁସ୍ତକ 34 ଅଧ୍ୟାୟ ତାର 24 ଆଉ 25 ପଦରେ ସେ କଥା ଲେଖା ଅଛି। ଗୋଟେ ପ୍ରକାର ରୋଗରେ ସେ ପୁରୁଷ ମାନେ ଆକ୍ରାନ୍ତ ହେଲେ ବା ଚର୍ମ ଛେଦନ ପରେ, ସୁନ୍ନତ କ୍ରିୟା ପରେ, କିନ୍ତୁ ସେମାନଙ୍କର ଯୋଉ ଓବିଡିଏନ୍ସ ଥିଲା ସଦାପ୍ରଭୁ ପରମେଶ୍ୱରଙ୍କର ଆଜ୍ଞା ପ୍ରତି, the obedience to the Lord's command for them to be circumcised was a supreme act of faith ବୋଲି କୁହାଯାଏ। ଅର୍ଥାତ୍ ଅତି ଉଚ୍ଚ କୋଟିର ବିଶ୍ୱସ୍ତତା, ବିଶ୍ୱାସ ସେମାନଙ୍କର ଥିଲା ସଦାପ୍ରଭୁ ପରମେଶ୍ୱରଙ୍କ ଉପରେ ନିର୍ଭରଶୀଳ ହେବା। ଏହି ସୁନ୍ନତ କ୍ରିୟା ପରେ ପରେ ସେମାନେ ସଦାପ୍ରଭୁଙ୍କ ଉପରେ ଭରସା ରଖୁଥିଲେ, କାରଣ ସଦାପ୍ରଭୁ ସେମାନଙ୍କୁ ସୁରକ୍ଷା ଦଉଥିଲେ। ଯେତେ ସବୁ କ୍ୟାମ୍ପ ସେମାନେ ପ୍ରାନ୍ତରରେ କରି କରି ଯାଉଥିଲେ, ଶତ୍ରୁ ମାନେ ଆକ୍ରମଣ କରିବା ପାଇଁ ଆସୁଥିଲେ, ଯୁଦ୍ଧ କରୁଥିଲେ, ଆଉ ହରେଇ ବି ଦଉଥିଲେ। ଆମେ ଜାଣିଛୁ ଯେ ମୋସା ଯେତେବେଳେ ହାତ ଟେକି ପ୍ରାର୍ଥନା କରୁଥିଲେ, ସେତେବେଳେ ଇସ୍ରାଏଲ ଜୟ ହେଲେ, ଆଉ ତାଙ୍କର ହାତ ତଳକୁ ଖସିଗଲେ ଅମାଲିକୀୟ ମାନେ ଜୟ ପାଉଥିଲେ। এই ପ୍ରକାର ଘଟଣା ଗୁଡାକ ଆମେ ଦେଖିଛୁ ପୂର୍ବରୁ। ଜିହୋସିଓଙ୍କର ଲାଇଫରେ, ଜିହୋସିଓଙ୍କର ଜୀବନରେ, ତାଙ୍କର ନେତୃତ୍ୱରେ ମଧ୍ୟ ଯେତେବେଳେ ଲୋକମାନେ କଢେଇ ନିଆଯାଉଛନ୍ତି, ସେଇ ସମୟରେ ମଧ୍ୟ এই ପ୍ରକାର ଘଟଣା ଗୁଡାକ ଘଟୁଛି। ଆଉ ସେମାନଙ୍କୁ ଶିଖଉଛନ୍ତି ଯେ ପରମେଶ୍ୱରଙ୍କ ଉପରେ କିପରି ଆମେ ଭରସା ରଖିବା ଏବଂ ସେ ଭରସାର ସୁନିଶ୍ଚିତତା ଯେପରି ସେମାନଙ୍କ ପାଖରେ ରହିବ। କାରଣ ପରମେଶ୍ୱର ସେମାନଙ୍କୁ, ଆମେ ଯେତେବେଳେ ହତାଶ ହଉ, ନିରାଶ ହଉ, ଦୁଃଖରେ ପଡିଯାଉ କିମ୍ବା ରୋଗରେ ପଡିଯାଉ, ସେତେବେଳେ ଆମେ କାହା ଉପରେ ନିର୍ଭର କରୁ? ଆମମାନଙ୍କର ବନ୍ଧୁ ମାନଙ୍କ ପାଖରେ, ଆମମାନଙ୍କର ପରିବାରର ଲୋକମାନଙ୍କ ପାଖରେ, ଆମମାନଙ୍କର ଫାଇନାନ୍ସରେ ଆମେ ନିର୍ଭର କରୁ କିମ୍ବା ଆମମାନଙ୍କର ମଣ୍ଡଳୀର ଲୋକମାନଙ୍କ ଉପରେ ଆମେ ନିର୍ଭର କରୁ। କିନ୍ତୁ ସଦାପ୍ରଭୁ ପରମେଶ୍ୱର ହିଁ ହଉଛନ୍ତି ଆମମାନଙ୍କର ନିର୍ଭର ସ୍ଥଳ, ଆଶ୍ରୟ ସ୍ଥଳ। ସେ ହଉଛନ୍ତି ଆମମାନଙ୍କର ଆଶା ଭୂମି। ତାଙ୍କ ଛଡା ଆମେ କିଛି କରିପାରିବା ନାହିଁ। We need to learn how to depend solely on him. ପରମେଶ୍ୱରଙ୍କ ଉପରେ ସମ୍ପୂର୍ଣ୍ଣ ଭାବରେ, ଚୂଡାନ୍ତ ଭାବରେ କିପରି ଆମମାନଙ୍କୁ ନିର୍ଭର କରିବାକୁ ପଡିବ, ସେ ତାହା ମାନେ ଶିଖୁ। ଯୋହନ 15:5 କଣ ଲେଖାଗଲା? ଯେ ମୋ ଠାରେ ରୁହେ ମୁଁ ତା ଠାରେ ରୁହେ, ଆଉ ତାଙ୍କ ବିନା ଆମେ ଫଳ ଫଳି ପାରିବା ନାହିଁ। ତାଙ୍କ ଠାରେ ଆମମାନଙ୍କୁ ଲାଗି ରହିବାର ଅଛି। ପରିତ୍ରାଣର ନିଶ୍ଚୟତା ଜ୍ଞାନ ଆମମାନଙ୍କର ପ୍ରତ୍ୟେକଙ୍କର ରହିବାର ଅଛି ଯେ I am a redeemed person, I am a saved person। ଆଉ ମୁଁ ମାନେ ପରିତ୍ରାଣ ପ୍ରାପ୍ତ, ଉଦ୍ଧାର ପ୍ରାପ୍ତ, ମୁକ୍ତି ପ୍ରାପ୍ତ ଲୋକ ପରି ମତେ ଜୀବନ ଯାପନ କରିବାର ଅଛି। ତେବେ ମୁଁ ନିଶ୍ଚିତ ହେବି ଯେ ଆଜି ମଲେ ମଧ୍ୟ ମୁଁ ସ୍ୱର୍ଗକୁ ଯିବି। ଏଇ ଯୋଉ ସାଧାରଣ ଭାବରେ ଆମେ କହିଥାଉ, ଏ ବିଶ୍ୱାସ, ଏ ଭରସା ଆମମାନଙ୍କର ନିତାନ୍ତ ଭାବରେ ରହିବା ଆବଶ୍ୟକ ଅଟେ।
ନୋହଙ୍କର ଜଳ ପ୍ଲାବନ ସମୟରେ ପରମେଶ୍ୱର ନୋହଙ୍କୁ ତାଙ୍କର ପରିବାରର 8 ପ୍ରାଣୀଙ୍କୁ କଣ କଲେ? ରକ୍ଷା କଲେ, ସୁରକ୍ଷା କଲେ। ୱାର୍ଲଡ ୱାଇଡ ଯେତେବେଳେ ଫ୍ଲଡ୍ ହେଲା, ସାରା ଜଗତରେ ଯୋଉ ପ୍ଲାବନ ହେଲା, ଜଳ ପ୍ଲାବନ, ସେଇ ଜଳ ପ୍ଲାବନରେ ପରମେଶ୍ୱର ସେଇ ପରିବାରକୁ ରକ୍ଷା କଲେ। ଆଦି ପୁସ୍ତକ 6 ରୁ 9 ପଦ ପର୍ଯ୍ୟନ୍ତ ଯଦି ଆପଣ ମାନେ ପଢିବେ। ତାପରେ ଇସ୍ରାଏଲ ଦେଶରେ ଲୋକମାନଙ୍କୁ କଣ କରାଗଲା ନା ହତ୍ୟା କରାଗଲା। ଫାଷ୍ଟ ବର୍ନ ଚାଇଲ୍ଡ ମାନଙ୍କୁ ମିଶର ଦେଶରେ ହତ୍ୟା କରାଗଲା। କିନ୍ତୁ ଇସ୍ରାଏଲୀୟ ମାନଙ୍କର ପରିବାରରେ ଯୋଉ ପ୍ରଥମ ସନ୍ତାନ ଜନ୍ମ ହେଇଥିଲେ, ପୁରୁଷ ପିଲା ଜନ୍ମ ହେଇଥିଲା, ଅଣ୍ଡିରା ଛୁଆ ଜନ୍ମ ହେଇଥିଲା, ସେମାନଙ୍କୁ ସଦାପ୍ରଭୁ କଣ କଲେ? ସୁରକ୍ଷା କଲେ। ଯାତ୍ରା ପୁସ୍ତକ 12 ଅଧ୍ୟାୟରେ ଆପଣ ତାହା ପାଇପାରିବେ। ଯୋଉ ଯୋଉ ଦ୍ୱାରବନ୍ଧରେ, ବାଜୁବନ୍ଧରେ, ଲିଣ୍ଡଲ ଲେଭେଲରେ ରକ୍ତର ଛାପ ପ୍ରଭୁ ଦେଖିଲେ, ଗୋଟେ ମେଷ ମାରିବ ଏବଂ ସେ ମେଷର ରକ୍ତରେ ତୁମର ରକ୍ତର ଚିହ୍ନ ଲଗେଇବ କବାଟରେ ବା ଦ୍ୱାରବନ୍ଧରେ, ତାହେଲେ ପ୍ରଭୁ ଯେତେବେଳେ ପାସ୍ କରିବେ, ଭିଜିଟ କରିବେ, କୋଉ ପରିବାରରେ ରକ୍ତ ଲାଗିନାହିଁ ସେ ପରିବାରର ଅଣ୍ଡିରା ଛୁଆକୁ ସେ ସଂହାର କଲେ। କିନ୍ତୁ ଇସ୍ରାଏଲୀୟ ମାନଙ୍କର ପରିବାରରେ ଯଦି ଅଣ୍ଡିରା ଛୁଆ ଅଛି, ଫାଷ୍ଟ ବର୍ନ ଚାଇଲ୍ଡ ଅଛି, ପୁରୁଷ ଛୁଆ ଅଛି, ତାହେଲେ ତାକୁ ସୁରକ୍ଷା କଲେ ଆଉ ପାସ୍ ଓଭର କଲେ। ସେଥିପାଇଁ ପାସ୍ ଓଭର ବା ନିସ୍ତାର ପର୍ବ ପାଳନ କରାଯାଏ। ଆମେ ଜାଣୁ ସୈଦ୍ରକ, ମୈଶରକ, ଅବେଦନଗୋ ଖାଉ କିଭଳି ଭାବରେ ପରମେଶ୍ୱର ସେଇ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ସେମାନଙ୍କୁ ନିକ୍ଷେପ କରାଯାଇଥିଲା, ତଥାପି ସେଠି ସେ ପରମେଶ୍ୱର ସେମାନଙ୍କୁ ରକ୍ଷା କଲେ। ଦାନିଏଲ ପୁସ୍ତକ ତାର 3 ଅଧ୍ୟାୟରେ ସିଂହ ଗାତରେ ଦାନିଏଲଙ୍କୁ ନିକ୍ଷେପ ପକା ଯାଇଥିଲା, ତାଙ୍କୁ ମଧ୍ୟ ପରମେଶ୍ୱର ରକ୍ଷା କଲେ। ଦାନିଏଲ 6 ଅଧ୍ୟାୟରେ ଆମେ ତାହା ଦେଖୁ। ଏଲିୟଙ୍କ ଜୀବନରେ ଆମେ ଦେଖିବା ଯେ ପରମେଶ୍ୱର ଗୋଟିଏ ବିଧବାର ଗୃହରେ ପ୍ରଥମ ରାଜାବଳୀ 17 ଅଧ୍ୟାୟରେ ତାଙ୍କୁ ତାଙ୍କର ଭରଣ ପୋଷଣ କରେଇଲେ, ତାଙ୍କୁ ଖାଦ୍ୟ ଯୋଗେଇଲେ। ପୁଣି ଗୋଟେ ଲୋଭୀ ପକ୍ଷୀ କାଉ ଦ୍ୱାରା ରାଜପ୍ରସାଦରୁ ମାଂସ ଆଉ ରୁଟି ଆଣିକିରି ପରମେଶ୍ୱର ତାଙ୍କୁ ଖୁଏଇଲେ, ଭୋଜନ କରିବାକୁ ଦେଲେ। ପାଉଲଙ୍କ ଜୀବନରେ ଆମେ ଦେଖୁଛୁ ଦ୍ୱିତୀୟ କରନ୍ତି ତାର 11 ଅଧ୍ୟାୟରେ 12 ଅଧ୍ୟାୟରେ କେତେ କଷ୍ଟ, କେତେ ନିର୍ଯାତନା ସେ ସହ୍ୟ କରିଛନ୍ତି, କିନ୍ତୁ ପରମେଶ୍ୱରଙ୍କର ଅନୁଗ୍ରହ ବା ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ମୋ ପାଇଁ ଯଥେଷ୍ଟ ବୋଲି ସେ ସ୍ୱୀକାର କଲେ। এই ପ୍ରକାର ଏକ ନିଶ୍ଚିତତା ରୂପକ ଜ୍ଞାନ ଆମମାନଙ୍କର ଆବଶ୍ୟକ। ଜିରିମିୟ 32 ର 17 ପଦ ଟିକେ ପଢନ୍ତୁ। ଜିରିମିୟ 32 ର 17 ପଦ, ପୁଣି 32 ର 27 ପଦ, 17 ଏବଂ 27 ପଦ, 32 ଅଧ୍ୟାୟ ଜିରିମିୟ ପୁସ୍ତକ। ସେ ସ୍ଥାନରେ ପରମେଶ୍ୱର ଆମମାନଙ୍କୁ ଏକ ଆଶ୍ୱାସନାର ବାଣୀ ଦଉଛନ୍ତି। हे प्रभु सदाप्रभु, तुम्हें अपना पराक्रम और विस्तीर्ण बाहु द्वारा आकाशमंडल और पृथ्वी निर्माण करियछ। तुम्हार असाध्य किछि ही नाही। तुम्हें सहस्र सहस्रर प्रति दया प्रकाश करुछ और पितृगणर अधर्म प्रतिफल सेमानक उतारे सेमानक संतानगणर कोड़रे देउछ। तुम्हें महान पराक्रांत परमेश्वर, संध्याधिपति सदाप्रभु तुम्हार नाम। प्रेज द लॉर्ड। 27 पद टिके पढନ୍ତୁ। देख आम्भे सदाप्रभु समग्र मर्त्तर परमेश्वर, आमर असाध्य किछि अछि। तो सदाप्रभुଙ୍କ ପାଖରେ କୌଣସି ଅସାଧ୍ୟ ବିଷୟ ନାହିଁ, ସେ ସବୁ କିଛି ସାଧନ କରନ୍ତି। ଆଜି ଆମମାନଙ୍କ ଜୀବନରେ ଯାହା କିଛି ଆମେ ଆବଶ୍ୟକ କରୁ, ଏ ବର୍ଷ ସାରାର ଜୀବନ ଯାତ୍ରା ପାଇଁ ଯାହା କିଛି ଆମମାନଙ୍କର ଅନପେକ୍ଷିତ ବିଷୟ ଗୁଡାକ ଅଛି, ଅଣଦେଖା ବିଷୟ ଗୁଡାକ ଅଛି, ଅବିଶ୍ୱାସର ବିଷୟ ଗୁଡାକ ଅଛି, ସେ ସବୁକୁ ଆମେ ନିଶ୍ଚିତ ହେବା ଆବଶ୍ୟକ ଯେ ମୋର ପରମେଶ୍ୱର ମୋ ସହିତ ଅଛନ୍ତି। ତାଙ୍କ ହାତରେ କୌଣସି ବିଷୟ ଅସମ୍ଭବ ନୁହେଁ। ଅସମ୍ଭବ ବିଷୟ ସକଳ ସେ ସମ୍ଭବ କରିବେ। ମୋ ଜୀବନର ସମସ୍ତ ପ୍ରାର୍ଥନାକୁ ସେ ଶୁଣିବେ। ଏ ବିଶ୍ୱାସ, ଏ ଭରସାରେ ଆମେ ଏ ନୂତନ ବର୍ଷରେ ଆମେ ଆଗେଇ ଚାଲୁ। ତେଣୁକରି we must take this step of confirmation, ସୁନିଶ୍ଚିତତାର ଏକ ଆଶାରେ, ଭରସାରେ, ବିଶ୍ୱାସରେ, ପ୍ରେମରେ ଆମେ ଜୀବନ ଯାପନ କରୁ, ପରିତ୍ରାଣରେ ଆମେ ଜୀବନ ଯାପନ କରୁ। ଏଫେସିୟ 3 ତାର 20 ପଦରେ ଲେଖା ଅଛି ଯେ he will do, ଆମେ ଯାହା କିଛି ଆବଶ୍ୟକ କରୁ ସେ ସବୁ କିଛି ଆମ ପାଇଁ କରିବେ। ଏହା ହେଲା ଦ୍ୱିତୀୟ କଥା। we must take this step of consecration and we must take this step of confirmation. समय हेलानी आ 2-3 मिनिट रे शेष करबी। तृतीय कथा कहबी, we must take this step of contemplation. contemplation माने गोटे ध्यानर एक पदक्षेप आमानकु नेबार अछि। मेडिटेशन रो गोटे पदक्षेप नेबाकू पड़िबो आमानकु।
ଆମମାନଙ୍କର ଚିନ୍ତାଧାରାକୁ, ଆମମାନଙ୍କର ମନକୁ, ଆମମାନଙ୍କର ହୃଦୟକୁ ପରମେଶ୍ୱରଙ୍କ ସହିତ ଆମେ କଣ କରିବା, ଗୋଟେ ସଂଯୋଗ ସ୍ଥାପନ କରିବା ପାଇଁ ଲୋକମାନେ ଅନ୍ୟ ଧର୍ମରେ କଣ କରନ୍ତି ନା ଧ୍ୟାନ କରନ୍ତି, ପର୍ବତ ମାନଙ୍କ ମାନେ ପାହାଡ ମାନଙ୍କୁ ଯାଆନ୍ତି, ପାହାଡରେ ସେମାନେ ଯାଇ କିମ୍ବା ଗୋଟେ ଗଛ ମୂଳେ ଯାଇ ସେମାନେ ଧ୍ୟାନ କରନ୍ତି। ଯେମିତି ବୁଦ୍ଧ ଧର୍ମରେ ଆମେ ଦେଖୁଛୁ ଯେ ଗୌତମ ବୁଦ୍ଧ କଣ କଲେ, ହିନ୍ଦୁ ଧର୍ମକୁ ଛାଡିଲେ ଏବଂ ଗୋଟେ ପିପଲ ଟ୍ରି, ବୋଧି ଟ୍ରି ବୋଲିକିରି କହନ୍ତି, ସେ ପିପଲ ଟ୍ରି ର ମୂଳରେ ବସିଲେ, ଧ୍ୟାନ କଲେ, ଆଉ ସେ ନିର୍ବାଣ ପାଇଲେ ବା ମୋକ୍ଷ ପାଇଲେ ବା ପରିତ୍ରାଣ ପାଇଲେ, ଏନଲାଇଟନମେଣ୍ଟ ପାଇଲେ ବୋଲିକିରି ବୁଦ୍ଧ ଧର୍ମରେ କୁହାଯାଇଥାଏ। ଗଛ ମୂଳେ ବସିକିରି ସେ ଜପିଲେ, ଧ୍ୟାନ କଲେ ଏବଂ ସେ ଏନଲାଇଟନମେଣ୍ଟ ପାଇଲେ। ଚାରୋଟି ବିଷୟକୁ ସେ ଦେଖିଥିଲେ ଯେ ଏ ସଂସାରରେ କାହିଁକି ଲୋକ ଦୁଃଖ ପାଉଛନ୍ତି, ସଂସାରରେ କାହିଁକି ଲୋକ ମରି ଯାଉଛନ୍ତି, ଏ ସମସ୍ତ କଥାକୁ ଦେଖିକିରି ସେ ଭାବନାରେ ବିହଳିତ ହେଲେ ଏବଂ ଚିନ୍ତା କରୁ 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 ସେ ପିପଲ ଟ୍ରି ର ସାମ୍ନାରେ ବସିକିରି ଚିନ୍ତା କରୁ କରୁ ସେ ପରିତ୍ରାଣ ପାଇଲେ। ଆମେ କେମିତି ପରିତ୍ରାଣ ପାଉଛୁ? ଗିର୍ଜା ଘରକୁ ଯାଇକିରି 10,000 ଟଙ୍କା ଦେଇକିରି ପରିତ୍ରାଣ ପାଉଛୁ। ପ୍ରଭୁଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା, ତାଙ୍କ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମେ ମାନେ ପରିତ୍ରାଣ ପାଇଅଛ। ତାହା ତୁମମାନଙ୍କର ନିଜର କ୍ରିୟାକର୍ମ ନୁହେଁ, ଆମମାନଙ୍କର କୌଣସି ଧର୍ମକର୍ମ ଦ୍ୱାରା ଆମେ ପରିତ୍ରାଣ ପାଇନଥାଉ। ପରିତ୍ରାଣ ପାଉ ପରମେଶ୍ୱରଙ୍କର ଅନୁଗ୍ରହରେ। ସେ ଅନୁଗ୍ରହ ହେଉଛନ୍ତି ଖ୍ରୀଷ୍ଟ ଯୀଶୁ। God reaches us at Christ's expenses. Grace ଯାହାକୁ କୁହାଯାଏ GRACE, God reaches us at Christ's expenses. ଖ୍ରୀଷ୍ଟଙ୍କର ମୂଲ୍ୟରେ ପରମେଶ୍ୱର ଆମ ସହିତ ପହଞ୍ଚନ୍ତି, ଆଉ ସେଥିରେ ହିଁ ଆମେ ସେ ଅନୁଗ୍ରହ ପାଉ, ସେଥିରେ ହିଁ ଆମେ ବିଶ୍ୱାସ କରିବା ଦ୍ୱାରା ପରିତ୍ରାଣ ପାଉ। ଖ୍ରୀଷ୍ଟଙ୍କର ପ୍ରାୟଶ୍ଚିତ କାର୍ଯ୍ୟରେ ବିଶ୍ୱାସ କରିବା ଦ୍ୱାରା ଆମେ ପରିତ୍ରାଣ ପାଉ। ତେଣୁ ଆମମାନଙ୍କର এই যে ୱିଲ୍ଡରନେସ୍ ଏକ୍ସପିରିଏନ୍ସ, ଏଇ ଯୋଉ ଲୋକମାନେ କଣ କଲେ, ପ୍ରାନ୍ତରରେ ତୁମେ ମାନେ ମୋର ଉପାସନା କରିବା ପାଇଁ ଯାଅ, ମୋର ଆରାଧନା କରିବା ପାଇଁ ଯାଅ, ମୋର ଲୋକମାନଙ୍କୁ ଛାଡି ଦିଅ। ମୋସାଙ୍କୁ ଯେତେବେଳେ ପରମେଶ୍ୱର ପଠେଇଲେ ଯେ ତୁମେ ଯାଅ ଫାରୋଙ୍କୁ କୁହ ସେ ଆମ୍ଭର ଲୋକମାନଙ୍କୁ ଛାଡିଦେବେ, ଯଦ୍ୱାରା ସେମାନେ ଯିବେ ପ୍ରାନ୍ତରରେ ମୋର ଆରାଧନା କରିବେ, ମୋ ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ। they will continuously କଣ କରିବେ ନା 9 ପଦରେ ଆମେ ତାହା ଦେଖୁଛୁ ଯେ we must take this step of contemplation। ଜିଓସିଓ ତାର 5 ଅଧ୍ୟାୟର 9 ପଦରେ ଏ ଉତ୍ତରେ ସଦାପ୍ରଭୁ ଜିଓସିଓଙ୍କୁ କହିଲେ, ଆଜି ଆମ୍ଭେ ତୁମ୍ଭ ମାନଙ୍କ ଠାରୁ ମିଶ୍ର ଦୁର୍ନାମ ଘୁଞ୍ଚାଇଲୁ, ଏହେତୁ ଆଜି ଯାଏ ସେଇ ସ୍ଥାନର ନାମ ଗିଲଗଲ ବା ଘୁଞ୍ଚିବାର ରହିଲା। ସେ ସ୍ଥାନରେ ଗିଲଗଲ ବା ଗୋଟେ ଘୁଞ୍ଚିବାର ସ୍ଥାନ, ଗୋଟେ ରୋଲ୍ଡ ୱେ ସ୍ଥାନ, ରୋଲିଂ ବୋଲିକିରି ଇଂରାଜୀରେ କୁହାଯାଏ ତାକୁ। ତ ରିପ୍ରୋଚ ଅଫ ଇଜିପ୍ଟ ଯାହାକୁ କୁହାଯାଏ। ପରମେଶ୍ୱରଙ୍କର ସନ୍ତାନ ମାନେ ଆଜି ଆମେ ବିଭିନ୍ନ ପ୍ରକାରର ଚାପରେ ବାସ କରୁଅଛୁ। ଏଇ ସମସ୍ତ ବିଷୟକୁ ଆଜି ଗିଲଗଲ ଭଳି ଘୁଞ୍ଚେଇ ଦିଆଯିବ ଆମମାନଙ୍କର ଜୀବନରେ। ପରମେଶ୍ୱର ତାହା ଘୁଞ୍ଚେଇବା ପାଇଁ ଚାହାନ୍ତି। ସେଥିପାଇଁ ଆମମାନଙ୍କୁ ମନେ ପକେଇ ଦିଆଯାଉଛି ଯେ ଆମମାନଙ୍କର ବିଶ୍ୱାସର ଜୀବନ ଯାତ୍ରା, ପରିତ୍ରାଣର ଜୀବନ ଯାତ୍ରା, ଶୁଦ୍ଧତାର ଜୀବନ ଯାତ୍ରା, ପୃଥକୀକୃତତାର ଜୀବନ ଯାତ୍ରା, ପବିତ୍ରତାର ଜୀବନ ଯାତ୍ରା, ପାପରୁ ବିମୁଖ ହେବାର ଜୀବନ ଯାତ୍ରା ସହିତ ଯେପରି ଆମେ ଖ୍ରୀଷ୍ଟଙ୍କର ସହିତ ଗମନାଗମନ କରିବା। ଗୀତ ସଂହିତା 103 ତାର 12 ପଦ, ଜିସାୟ 38 ତାର 17 ପଦ, ଜିସାୟ 43 ତାର 25 ପଦ, ଜେରେମିୟ 50 20 ପଦ, ଏ ସମସ୍ତ ଆମମାନଙ୍କୁ କଣ କରିବ, ସାହାଯ୍ୟ କରିବ ଯେପରି ଆମେ ଗୋଟେ କଣ୍ଟେମ୍ପଲେସନର ଜୀବନ ବା ଗୋଟେ ମେଡିଟେସନର ଜୀବନ, ଗୋଟେ ଧ୍ୟାନମୟ ଜୀବନ, ଗୋଟେ ଆଧ୍ୟାତ୍ମିକ ଜୀବନର ଗୋଟେ କଣ କରିବା, ଶାନ୍ତପୂର୍ଣ୍ଣ ଅବସ୍ଥାରେ ଯୋଉ ପରମେଶ୍ୱରଙ୍କ ସହିତ ମିଳିତ ହେବାର ଗୋଟେ କ୍ଷୁଧା, ପରମେଶ୍ୱରଙ୍କ ସହିତ ସମ୍ପର୍କ ସ୍ଥାପନ କରିବାର ଗୋଟେ କଣ କହିବି ତାକୁ, ଏକ ଧ୍ୟାନମୟ ଜୀବନ ଯାହାକୁ କୁହାଯାଏ। ଏ ପ୍ରକାର ଏକ ଧ୍ୟାନମୟ ଆତ୍ମିକ ଜୀବନ ଯାହା ପରମେଶ୍ୱରଙ୍କ ଠାରୁ ଆମେ ପ୍ରାପ୍ତ ହେବା, ସେଥିରେ ଆମର ଜୀବନ ଅନ୍ତର୍ନିହିତ ହେବା ଆବଶ୍ୟକ। ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କୁ କହୁଛନ୍ତି ପୁରୁଣା ବିଷୟ ସବୁକୁ ଛାଡି ଦିଅ, କିଭଳି ଭାବରେ ଜର୍ଦ୍ଦନ ତୁମେ ପାର ହେଲ ସେଟାକୁ ଭୁଲିଯାଅ, ବର୍ତ୍ତମାନ କେନାନକୁ କେମିତି ଅଧିକାର କରିବ ସେଥିପାଇଁ ପ୍ରସ୍ତୁତ ହୁଅ। ତ ଆଜି ଆମର ପୁରାତନ ବର୍ଷକୁ ଆମେ ଭୁଲିଛୁ, ପୁରାତନ ଘଟଣା ଗୁଡିକୁ ଆମେ ଭୁଲିଛୁ, ନୂଆ ବର୍ଷରେ ପଦାର୍ପଣ କରିଛୁ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ଯେପରି ଏକ ଆତ୍ମିକ ଜୀବନର ଧ୍ୟାନପୂର୍ଣ୍ଣ ଜୀବନ ଆମେ ସଦାସର୍ବଦା ଅନବରତ ବଜାୟ ରଖିବା ଏବଂ ପାପ ଉପରେ, ଶୈତାନ ଉପରେ, ମୃତ୍ୟୁ ଉପରେ, ରୋଗ ବ୍ୟାଧି ଉପରେ ବିଜୟ ହାସଲ କରିବା। କେମିତି ହାସଲ କରିବା?
प्रभु देवे से विजय प्रभु आम सहित युद्ध करिवे प्रभु आम सपक्षरे युद्ध करिवे प्रभु आम सपक्षरे लड़िवे प्रभु ए शैतान को दूर करिसंते शैतानर कार्य को विनाश करिबा पाई ही मनुष्य पुत्र प्रकाशित हेले प्रथम जोहन तार 3 अध्यायर 5 पद 6 पद 8 पद रे लिखा अछि बा 9 पद रे लिखा अछि तेणु सेही परमेश्वर आमको साहाय्य करंतु ए नूतन वर्ष रे आमे हमर किणान को जेपरि अधिकार करिया पाई जाउछु हमर भारत वर्ष को बद्ध आमे अधिकार करिबा प्रभु जीशुଙ୍କ नामरे जेते जहा बाधा विघ्न आसुना कहीं भारतर लोक माने प्रभु जीशु ख्रीष्टଙ୍କୁ जानिबे परित्राणर अधिकारी हेबे जेते हिंदू राष्ट्र करंतु ख्रीष्टଙ୍କର राज्य एठी प्रकाशित हो कहा द्वारा प्रकाशित हबो आमମାନଙ୍କ द्वारा प्रकाशित हबो जदि आमाने पवित्रीकृत जीवन पृथकीकृत जीवन सुन्नत जीवन यापन करिबा एवं एक ध्यानमय जीवन बा आत्मिक जीवन यापन करिबा आत्मिक जीवन कहले लोक माने भाबंती जे आत्मा रे ही कथा कहले आत्मिक जीवन ही जीवन नाही सब बेले खाली परभाषा रे कहबा कथा रो गुरुत्व मो स्थान रे देबा पई चाहू नाही आमानकर जीवन शैली को बदलैबार जेमति कलसिया 3 अध्याय रे पाउल आमानकु कहले प्रथम जोन 1 रो 9 पद रे मध्य प्रभु आमानकु कहंती आमे होछु सिटीजन्स ऑफ किंगडम ऑफ गॉड ईश्वरंकर लोक आमाने जेमति इस्राएल लोक मानकु कोआ गला दे वर द पीपल ऑफ द लॉर्ड पीपल ऑफ द लॉ एंड पीपल ऑफ द लैंड आज आमे मध्य सेही ईश्वरंकर लोकटू सेही नियमर लोकटू एवं प्रतिज्ञात देशर लोकटू स्वर्ग राज्य आमानकर चिरस्थायी वासस्थान अटे आ सेथि निमंते आमाने प्रस्तुत हवा आवश्यक आ प्रस्तुत हवा निमंते 3टा पदक्षेप प्रभु नूतन वर्ष रे नेबा पई आमानकु सहाय्य करंतु एवं आमानकु बलिष्ठ करंतु विजय दान करंतु जद्वारा आमाने आमर किणान को आमाने अधिकार करिबा और किणान रे प्रवेश करि परिबा प्रभु समस्तंकर सहवर्ती हुंतु आशीर्वाद करंतु धन्यवाद प्रेज द लॉर्ड प्रेज द लॉर्ड धन्यवाद।